Hello Lakshman, welcome to Birens Academy. Hala, first of all the congratulations SSB PGT English रे तमरा सिलेक्शन हबारू बुझला प्रथम को तमे माने को डिस्ट्रिक्ट रे तमरा सिलेक्शन हैला थैंक यू वेरी मच सर ଆଉ ଏଇ ମିଟିଂ କୁ ମୋତେ ସ୍ୱାଗତ କରୁଥିବାରୁ ଆଉ ମୁଁ ମୋର ନିଜ ଡିଷ୍ଟ୍ରିକ୍ଟ ରେ ଗଜପତି ପାରଳାଖେମୁଣ୍ଡି ଓମେନ୍ସ ହାयर ସେକେଣ୍ଡାରୀ ସ୍କୁଲ ରେ ମୁଁ ପାଇଛି सर। अच्छा अच्छा माने थिला कोन कॉलेज ता तम घर ठारू केते डिस्टेंस सर 40 किलोमीटर सर। 40 किलोमीटर अच्छा अच्छा तमे कहि परिबो तमर कोन माने पढिबार कोन स्ट्रेटजी थिला केमिति कोन पढुथिलो केते समय पढुथिलो गोटे दिन रे एमति कहि परिबो सर एक्चुअली ମୁଁ ଜଣେ ଗଭର୍ଣ୍ଣମେଣ୍ଟ ସର୍ଭେଣ୍ଟ ମାନେ ହାଇ ସ୍କୁଲ ରେ ଜବ କରୁଛି हाई स्कूल टीचर ପ୍ରାୟ तमे थिलो ଆଜ୍ଞା ଆଜ୍ଞା अच्छा ତ अच्छा हाँ कुह ମୁଁ ପ୍ରାୟ 9 ବର୍ଷ ହେଲା ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ କାମ କରି ଆସୁଅଛି। हम्म ଆଉ ନିହାତି ଭାବରେ ଗୋଟେ ଜବ ରେ ରହିକି ପଢିବାଟା ଗୋଟେ ମୋ ପାଇଁ ଗୋଟେ ବଡ ଚ୍ୟାଲେଞ୍ଜ ଥିଲା ଯେହେତୁ ମୁଁ ବି ଜଣେ ମ୍ୟାରିଡ ପର୍ସନ ମୋର 3 ବର୍ଷର ଛୁଆଟେ ବି ଅଛି। अच्छा अच्छा ଆଉ अच्छा ନିହାତି ଭାବରେ ମୁଁ 2017 ମସିହାରେ ଆକ୍ଚୁଆଲି ମୋର ପିଜି ଟା କମ୍ପ୍ଲିଟ କରିଥିଲି। ଆକ୍ଚୁଆଲି ମୋର ହାଇସ୍କୁଲ ପୋଷ୍ଟିଂ ଟା 2016 ହେଲେ ପ୍ରାୟ ଅନେକ ଥର ପିଜିଟି ମାନେ ଲେକ୍ଚରସିପ ବାହାରିଥିଲା ପିଜିଟି ବି ଆମର ଲାଷ୍ଟ ଟାଇମ ବାହାରିଥିଲା 2023 ରେ ତ ମୁଁ ଏ ମାନେ ପିଜିଟି ଉପରେ ବା ଏମିତି ହାୟର ପୋଷ୍ଟ ଉପରେ ଏତେ ବି ମୋର କିଛି ସେଇଭଳିଆ ମନୋଭାବ ନଥିଲା କିନ୍ତୁ अच्छा ମୁଁ ଜଣେ ମୋର ଜୁନିୟର ଟେ 2023 ରେ ଓପିଏସସି ରେ ସେ ଯେତେବେଳେ ପାଇଲା ରିସେଣ୍ଟଲି ତାର 2022 ରେ ତାର ପୋଷ୍ଟିଂ ଥିଲା ହାଇସ୍କୁଲ ଟିଚର ଟେ हम्म ଆଉ ସେ 23 ରେ ଯେତେବେଳେ ଓପିଏସସି ପିଜିଟି ପାଇକି ଗଲା ସେତେବେଳେ ମୋର ଗୋଟେ ମାନେ ମନ ଭାବ ଗୋଟେ ଆସିଲେ ଆରେ ମୋର ଯୋଉଟେ ଜୁନିୟର ମାନେ ଆସିକି ଯେତେବେଳେ ସେ ଗୋଟେ ହାୟର ପୋଷ୍ଟ ଟା ପାଉଛି ମୁଁ हम्म 2016 ରୁ ପିଜି କମ୍ପ୍ଲିଟ କରିକି କାହିଁକି ବା ଚେଷ୍ଟା ନ କରିବି ତେଣୁ ସେଇଟା ମତେ ଗୋଟେ ଭାବନା ଆସିଲା ତାପରେ ମୁଁ ଧୀରେ ଧୀରେ କିଛି ବହି ପଢିବାକୁ ଷ୍ଟାର୍ଟ କଲି ତାପରେ ୟୁଟ୍ୟୁବ ରେ ଯେତେବେଳେ ମୁଁ ସର୍ଚ୍ଚ କରୁଥିଲି ବିଭିନ୍ନ ଚ୍ୟାନେଲ ଗୁଡାକ ସେତେବେଳେ हम्म ମୁଁ ଆପଣଙ୍କର ଏଇ ଯୋଉ ବିରେନ୍ସ ଏକାଡେମୀ ଗୋଟେ ଚ୍ୟାନେଲ ଟା ମୁଁ ଦେଖିଲି ଆପଣ ଯୋଉ ବିଭିନ୍ନ କୋର୍ସ ଅଫର କରୁଥିଲେ ଆଉ ସେଗୁଡାକ ମୁଁ ତାପରେ ଦେଖିଲି ଆପଣଙ୍କର ସେ ଯୋଉ କୋର୍ସ ଫିସ୍ ଟା ମତେ ଆ ବହୁତ ଆଶ୍ଚର୍ଯ୍ୟ ଲାଗିଥିଲା ମାତ୍ର 749 ଟଙ୍କାରେ ଗୋଟେ କୋର୍ସ ପାଇବା ମତେ ଛାନିଆ ଲାଗିଲା ତାପରେ ଏଇଭଳିଆ ତ ଗୋଟେ ମାନେ ଅନଲାଇନ କ୍ଲାସ କରିକିରି ପ୍ରିପାରେସନ କରିବା ମୁଁ ତ ସେମିତି କିଛି ଜାଣିନଥିଲି ଜଷ୍ଟ କିଛି ମାନେ ସର୍ଚ୍ଚ କରୁଥିଲେ କଣ ଭିଡିଓ ଦେଖିବା କୋଉ ଭଳିଆ ପ୍ରିପାରେସନ କରିବା ଏମିତି ତ ଆପଣଙ୍କର କୋର୍ସ ଦେଖିଲା ପରେ ମୁଁ ଜଏନ କଲି ଆଉ ବିଭିନ୍ନ ପ୍ରକାର ସୋର୍ସ ମୁଁ ପାଇଲି ଯେମିତି କିି ଆପଣଙ୍କର ସେ ଯୋଉ ପ୍ରତ୍ୟେକ ଚାପ୍ଟର ସହିତ ତାର हम्म ଭିଡିଓ ତାର ପିଡିଏଫ ତା ସହିତ ଚାପ୍ଟର ଶେଷରେ ତାର ଯୋଉ ଏମସିକ୍ୟୁ ଟା ଟେଷ୍ଟ ଯୋଉଟା ରହୁଛି ସେଇଟା हम्म ବହୁତ ହେଲ୍ପଫୁଲ ହେଇଥିଲା କାହିଁକି ନା ଆମେ ଗୋଟେ ବିଷୟକୁ ବହି ପଢିକି ଗୋଟେ ବିଷୟକୁ ଜାଣିପାରିବା କିନ୍ତୁ ସେଇଟା କେତେ ଦୂର ଆମ ପାଇଁ ଫ୍ରୁଟଫୁଲ ହବ ସେଇଟା ତ ମୁଁ କହିପାରିବିନି କିନ୍ତୁ ଯେତେବେଳେ ଆମେ କୌଣସି ଗୋଟେ କ୍ଲାସରେ ଜଏନ ହଉଛେ ଆମ ମନରେ ଗୋଟେ ଭୟ ଥାଉଛି ନାଇଁ ମୁଁ ଗୋଟେ କ୍ଲାସ ଜଏନ କରୁଛି ମାନେ ସେ ବିଷୟ ଟାକୁ ପଢିବାକୁ ପଡିବ ଜାଣିବାକୁ ପଡିବ ଶିଖିବାକୁ ପଡିବ ସେ ଗୋଟେ ଭୟଟା ରହୁଛି ତ ମୁଁ ଜଏନ କଲା ପରେ ଅନେକ ଯେତିକି ବେଳେ ବେଳେ ମତେ ଟିକେ ଅଫିସ ୱାର୍କ ରହିବା ସମୟରେ ଟିକେ ଟାଇଡନେସ୍ ରହେ ବେଳେ ବେଳେ हम्म ମୁଁ କ୍ଲାସ ଗୁଡାକ ମାନେ ଆଟେଣ୍ଡ କରିପାରିନଥିଲି ଲାଇଭ କ୍ଲାସ ଗୁଡାକ କିନ୍ତୁ ଯାହାବି ହଉ ଆଉ ଗୋଟେ ସୁବିଧା ମତେ ମିଳିଲା ଯେ ରେକର୍ଡିଂ ଭିଡିଓ ମାନେ ସେ କ୍ଲାସ ର ଭିଡିଓ ରେକର୍ଡିଙ୍ଗ ଗୁଡାକ ବି ଥିଲା ମତେ ବହୁତ ହେଲ୍ପଫୁଲ ହେଲା ମୁଁ ଯେତେବେଳେ ମୋର ସମୟ ପାଉଥିଲି ସେ ଭିଡିଓ ଗୁଡାକ ଦେଖୁଥିଲି ଆଉ ତାକୁ ଫଲୋ କରୁଥିଲି ସେଗୁଡାକୁ ପ୍ରାକ୍ଟିସ କରୁଥିଲି ବହୁତ କିଛି ହେଲ୍ପଫୁଲ ହେଲା ତାପରେ ଆପଣ ବି ଗୋଟେ ବହି ବି ପ୍ରିପେୟାର କରିଥିଲେ ତା ପାଇଁ ସେଇଟା ବି ବହୁତ ହେଲ୍ପଫୁଲ ହେଲା କାହିଁକି ନା ତାହିଁରେ ଗୁଡାଏ ଏମସିକ୍ୟୁ ବହୁତ ଗୁଡାଏ ଏମସିକ୍ୟୁ ଥିଲା ପ୍ରାକ୍ଟିସ ସେଟ ଗୁଡାକ ଥିଲା ଯୋଉଟା କି ମତେ ବହୁତ ହେଲ୍ପଫୁଲ ହେଇଥିଲା ତ ଯାହା ମୁଁ ବିରେନ୍ସ ଏକାଡେମୀ ତରଫରୁ ମୁଁ ଏତିକି ମୁଁ ସୁବିଧା ଗୁଡା ପାଉଥିଲି ତା ବାଦ ମୋର ପର୍ସନାଲ ପ୍ରିପାରେସନ ଟା ରହିଲା ମୁଁ ଯେତେବେଳେ ବି ସ୍କୁଲ ରୁ ଆସିଥିଲି
ଆସିଲା ପରେ ରେଷ୍ଟ ନେଲା ପରେ ପ୍ରାୟତଃ 9ଟାରୁ ପ୍ରାୟ 10ଟା 11ଟା ମୋର ବେଶୀ କିଛି ପଢାପଢି ସେତିକି ମୁଁ ଦେଇ ପାରିନଥିଲି ଯେହେତୁ ହୁଁ ଫ୍ୟାମିଲି ଦେନ୍ ୱାର୍କ ପ୍ରେସର ସବୁ ରହୁଥିଲା। ଦେନ୍ ମର୍ଣ୍ଣିଂ ରେ ଟିକେ ମୁଁ ଜଲ୍ଦି ଉଠୁଥିଲି କାହିଁକି ନା ସକାଳୁ ପଢିବା ଟା ଟିକେ ମତେ ବହୁତ ମନେ ରହୁଥିଲା, ତେଣୁକରି ସକାଳ ପଢାଟା ବି ମୁଁ ଟିକେ ଧ୍ୟାନ ଦଉଥିଲି। ଆଉ ଆଚ୍ଛା ମୁଁ ଯେତେବେଳେ ପଢୁଥିଲି ମାନେ ଯୋଉ ସମୟରେ ମତେ ପଢିଲେ ମନେ ରହୁନଥିଲା, ମୁଁ ବିଶେଷ କରି ଆପଣଙ୍କର ସେ ଯୋଉ ବହିରେ ବିଭିନ୍ନ ପ୍ରକାର ମାନେ MCQ ଗୁଡାକ ଥିଲା, ପ୍ରାକ୍ଟିସ ସେଟ ଗୁଡାକ ହୁଁ। ଥିଲା, ସେଇଟା ମୁଁ କରୁଥିଲି। ଆଉ ଯେତେବେଳେ ମନେ ରହୁଥିଲା ସେଇ ସମୟରେ ମୁଁ ପଢିକି ସେଗୁଡାକ ମନେ ରଖିବା ପାଇଁ ଚେଷ୍ଟା କରୁଥିଲି। କେତେ ସମୟ ପଢୁଥିଲ ଗୋଟେ ଦିନରେ, କେତେ ସମୟ ତମର ପଢୁଥିଲ ଟାଇମ? ଆଜ୍ଞା ଆଜ୍ଞା ମୁଁ ତ କହିଲି ପ୍ରାୟତଃ ମାନେ ଡେ ଟାଇମରେ ବୋଲି କହିଲେ ମୁଁ ସ୍କୁଲରେ ରୁହେ। ଆଉ ହୁଁ ଇଭିନିଂ ହୁଁ। ସମୟରେ ଯେତେବେଳେ ଆସେ ମୁଁ 9ଟାରୁ ହାର୍ଡଲି ମୁଁ 11ଟା ପର୍ଯ୍ୟନ୍ତ ପଢେ। ପୁଣି ସକାଳୁ 5ଟା ବେଳକୁ ଉଠେ, 5ଟାରୁ 6ଟା କି 7ଟା ପର୍ଯ୍ୟନ୍ତ ଏମିତି ପ୍ରାୟତଃ ଦେଖିବାକୁ ଗଲେ ସେଇ 4 ଘଣ୍ଟା ଏମିତି ପଢୁଥିଲି। ମାନେ ତମେ ଜବ ରେ ରହିକି ବି 4 ଘଣ୍ଟା 4 ଆୱାର୍ସ ପଢିକି ବି ତମେ ଏସ୍ ଏସ୍ ବି ପିଜିଟି କ୍ଲିୟର କଲ। 2023 ଦେଇଥିଲ ହେଇନଥିଲା, 2024 ଦେଲେ ହେଲା, ଏଇଟା ତ? ସାର୍ 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 ଠିକ ଅଛି। ତମେ ବିରେନ୍ସ ଏକାଡେମୀ ତରଫରୁ ଯୋଉ ବୁକ୍ ମିଳିଥିଲା ତାକୁ ପଢୁଥିଲ, କୋର୍ସ ଟେଷ୍ଟ ଦଉଥିଲ, ତା ବ୍ୟତୀତ ଆଉ କୋଉ ବୁକ୍ ଫଲୋ କରୁଥିଲ କି? ଯେମିତି କି ତମର ଲିଟରେଚର କିଛି ବୁକ୍ ହଉ, ଗ୍ରାମାର କିଛି ବୁକ୍ ହଉ, କିଛି ଫଲୋ କରୁଥିଲ? ଆକ୍ଚୁଆଲି ସାର୍ ମୁଁ ପ୍ରାଉଡ ଫିଲ୍ କରେ ମୋ ଭାଇଙ୍କ ପାଇଁ, ଯେ କି ହୁଁ 2023 ହୁଁ ମସିହା ହୁଁ ମାର୍ଚ୍ଚ ମାସରେ ସିଏ ବି ଉତ୍କଳ ୟୁନିଭରସିଟିରେ ଇଂଲିଶରେ ପିଜି କରିଥିଲା। ଆଉ ସେ 2024ରେ ସେ ବି ଲେକ୍ଚରସିପ ପାଇଛନ୍ତି। ବର୍ତ୍ତମାନ ସେ ଗଞ୍ଜାମ ହୁଁ ଜିଲ୍ଲାରୁ ହୁଁ ଭଞ୍ଜନଗରରେ ଅଛନ୍ତି। ତ ସେ ବି ଗାଇଡ କରୁଥିଲେ ମତେ। ଆଉ ସେ ତାଙ୍କ ପାଖରେ ଯେତିକି ବହି ପତ୍ର ମତେ ମାନେ ଥିଲା, ଏବେ UGC ନେଟ ର ବହିଟା ମତେ ଦେଇଥିଲେ। ଆଉ ଆମର ଯୋଉ ଫିଗର ଅଫ ସ୍ପିଚ ଯୋଉଟା ରହିଛି, ଯୋଉ ଗ୍ଲୋସାରୀ ଯୋଉଟା ରହିଛି, ସେ ବହିଟା ହଁ ମତେ ଗୋଟେ ହଁ ଦେଇଥିଲେ। ତାପରେ ସିଏ ଆଉ ଗୋଟେ SSB PGT ର ଗୋଟେ ସ୍ପେଶାଲ ବହିଟା ରହିଥିଲା, ସେଇଟା ଅଥର ଟିକେ ମନେ ପଡୁନି ମତେ। ତ ହୁଁ ହୁଁ ଏ ହୁଁ ତିନିଟା ବହି ମତେ ଦେଇଥିଲେ। ଆଉ ଏତିକି ତୁ ଭଲ ଭାବରେ ଫଲୋ କରେ। ତା ହୁଁ ବାଦ ଅନଲାଇନ କ୍ଲାସ ଯାହା ବି ଆଟେଣ୍ଡ କରୁଛି ତାକୁ ବି ଫଲୋ କରେ। ହୁଁ ଆଉ ହୁଁ ବିଶେଷ କରିକି କୋଟେସନ ଗୁଡାକ ଯୋଉଟା ଏବେ ଏଥର ଆଚ୍ଛା ପରୀକ୍ଷାରେ ବହୁତ କିଛି ମାନେ କୋଟେସନ ଗୁଡାକ ଆସିଥିଲା, ଯୋଉଟା କି UGC ନେଟ ବହିର ଆମର ଯୋଉ ଲିଟରେଚର ତାର ହୁଁ ଲାଷ୍ଟ ଆଡକୁ ସେ କୋଟେସନ ଗୁଡାକ ପ୍ରାୟତଃ କେତେଟା ମାନେ ଅଥର ମାନଙ୍କର ରହିଛି, ସେଗୁଡାକୁ ମୁଁ ଦେଖିଥିଲି। ଆଚ୍ଛା। ଆଉ ଗୋଟେ କଥା, ଲିଟରେଚର ତ ବହୁତ ଭାଷ୍ଟ, ବୁଝିପାରିଲେ? ଆମେ କହିପାରିବା ଲିଟରେଚର ଯେ ଏତିକି ଆମେ ପର୍ଟିକୁଲାରଲି ପଢିଦେବା ଯେ, କାହିଁକିନା ଗୋଟେ ଗୋଟେ ଯେମିତି ୱିଲିୟମ ସେକ୍ସପିୟର କଥା ହୁଅନ୍ତୁ, ୱର୍ଡସୱର୍ଥଙ୍କ କଥା ହୁଅନ୍ତୁ, ତାଙ୍କର ବହୁତ ସାରା ପୋଏଟ୍ରି, ବହୁତ ସାରା ନୋଭେଲ ଅଛି। ଆମେ ତ ଗୋଟେ ଦିଟା ପଢିଲେ ତ ହବନି। ସେମିତି ଆମେ କହିପାରିବାନି ଯେ ଆମେ ଦିଟା ପଢିକି ପଳେଇବା ଏକ୍ସାମ ରେ ଆସିଯିବ। କାରଣ ସବୁ କିଛି ଜିନିଷକୁ ହୁଁ କେମିତି ହୁଁ ତମେ ଭାବିଲ ଯେ ହଁ ମୁଁ ମାନେ ସବୁ ତମ ମାଇଣ୍ଡ ରେ କଣ ଥିଲା, ମୁଁ ସବୁ ଗୁଡା କଭର କରିବି ନା ମତେ ଯେତିକି କ୍ଲାସ ରେ ପଢା ହେଇଛି ସେତିକି କଭର କରିବି, କି ବୁକ୍ ରେ ଯେତିକି ମେନସନ ଅଛି ସେତିକି କଭର କରିବି? ତ ଏଇଟା ନାଇଁ କଣ ସାର୍ ତମର ସେଇଟା ପ୍ଲାନ୍ ଥିଲା ତା ପ୍ରତି? ଠିକ କଥା। କାହିଁକି ନା ଆମେ ଲିଟରେଚର ସବଜେକ୍ଟ ଟାକୁ ଏତେ ଭାଷ୍ଟ ଆମେ ଯଦି ଦେଖିବା, ତାର ହୁଁ କ୍ରୋନୋଲୋଜିକାଲି ଆମେ ବ୍ରିଟିଶ ମାନେ ଲିଟରେଚର ଦେଖିବା ପୁରା ମାନେ ଇଭେନ ଆମେ ଯେତିକି ଅଥର ମାନେ ଅଛନ୍ତି, ସେତିକି ଅଥର ମାନଙ୍କର ପୁରା ସମସ୍ତଙ୍କର ନାଁ ବି ମନେ ରଖିବା ଟା ବହୁତ କଷ୍ଟ ହବ। ହୁଁ ହେଲେ ହୁଁ ଗୋଟେ ମୁଁ ଚିନ୍ତା କଲି ଯେ ସବୁ ଯାକ ତ ଆମେ ତ କଭର କରିପାରିବାନି, କିନ୍ତୁ ଆଟଲିଷ୍ଟ ପ୍ରତ୍ୟେକ ମାନେ ଚାପ୍ଟର ର ଯେତିକି ବି ଇମ୍ପୋର୍ଟାଣ୍ଟ MCQ ଗୁଡାକ ରହୁଛି, ପ୍ରତ୍ୟେକ ଆଚ୍ଛା ଚାପ୍ଟର ଶେଷ ରହୁଛି, ହୁଁ ହୁଁ ଆଟଲିଷ୍ଟ ସେଗୁଡାକ ଆମେ ମାନେ ଥରଲି ପଢିବା ସହିତ ଆମେ ତ ସବୁ ଗୁଡାକ ପଢି ପଢି ବୁଝିବାଟା ବହୁତ କଷ୍ଟ ଏକା। ହୁଁ ତଥାପି ଏଗୁଡାକ ଟିକେ ପଢିବା ସହିତ ତାର ଲାଷ୍ଟ ଯେତିକି ଆମର ମାନେ MCQ ଗୁଡାକ ରହୁଛି, ତାକୁ ଯଦି ବାରମ୍ବାର ବାରମ୍ବାର ଦେଖିବା, ଅବଶ୍ୟ ହେଇପାରେ ଏକ୍ଜାକ୍ଟ କୋଶ୍ଚିନ୍ ଆସି ନପାରେ, କିନ୍ତୁ ନିହାତି ଭାବରେ ତା ରିଲେଟେଡ ଆସିଲା ବେଳକୁ କିଛିଟା ଆମେ ମାନେ କରିପାରିବା। ତେଣୁକରି ବିଶେଷ କରିକି ମୁଁ ଧ୍ୟାନ ଦଉଥିଲି MCQ ଉପରେ। ଯେତିକି ମୁଁ ଏବେ ତ ଗୋଟେ କୋର୍ସ କୁ କଭର କରିପାରିବିନି, କିନ୍ତୁ ହୁଁ ନିହାତି ଭାବରେ ଯଦି MCQ ମୁଁ ତାର କରିବି, ଏମସିକ୍ୟୁ ହୁଁ ସେଥିରେ ହୁଁ ବି ମୋର କିଛି ଫାଇଦା ହେଇପାରିବ। ତେଣୁ ଆପଣ ଯାହା ଦେଇଥିଲେ ଆଉ ହୁଁ କିଛି ଅନ୍ୟାନ୍ୟ ଚ୍ୟାନେଲ ର ବି ମୁଁ ଫଲୋ କରୁଥିଲି, ସେଇଟା ତ ମୁଁ ମାନେ ଲୁଚେଇବି ନାହିଁ। କାହିଁକି ନା ହୁଁ ବିଭିନ୍ନ ଯେତିକି ଅଧିକ ଚ୍ୟାନେଲ ର ଅଧିକ ବିଷୟ ଗୁଡାକ ଅଧିକ ବ୍ୟକ୍ତି ମାନଙ୍କର ଦେଖିବି, ସେତିକି ତ ଅଧିକ ବିଷୟ ମୁଁ ହଁ ହଁ ଜାଣିପାରିବି ନା। ହଁ ହୁଁ 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 ଆପଣ ମାନଙ୍କର ଚ୍ୟାନେଲ ଦେଖିବା ସହିତ ବିଭିନ୍ନ ଚ୍ୟାନେଲକୁ ବି ଦେଖୁଥିଲି, ତା ସହିତ ହୁଁ
ଆପଣ ଯାହା ବହି MCQ ସବୁ ଦେଇଥିଲେ ତାକୁ ବି ଫଲୋ କରୁଥିଲେ, ତା ସହିତ ଆଉ କିଛି କିଛି ନୂଆ ମାନେ ବହି ଗୁଡାକରେ ବି ଦେଖୁଥିଲେ, ଏଇଭଳିଆ ପ୍ରିପାରେସନ କରୁଥିଲେ। ଆଗାମୀ ଦିନରେ କ'ଣ ପ୍ଲାନ୍ ଅଛି, ମାନେ ଯଦି ତମର ବର୍ତ୍ତମାନ OPSC PGT ବି ତମେ ଦେଇଥିବ? ଆଜ୍ଞା ଦେଇଛି। ଯଦି OPSC PGT ହେଲା ତ ତା ପାଇଁ ତମର OPSC PGT ଯୋଉ ରହୁଛି SSB PGT ଆଉ OPSC PGT ଯଦି ଆମେ କମ୍ପାରିଜନ କରିବା, ଧର ସପୋଜ ଗୋଟେ ପିଲା ପ୍ରିପାରେସନ କରିବ, ତମେ ତ ଦୁଇଟା ଏକ୍ଜାମ ଦେଲ, 2023 ରେ SSC PGT ଦେଲ, 2024 ରେ ତମେ OPSC PGT ଦେଲ, SSC PGT ଦେଲ, ଆଜ କମ୍ପାରିଜନ ଟୁ SSB PGT OPSC PGT କୋଉଟା ତମକୁ ଲାଗିଲା ହଁ ଏଇଟା ହଉଛି ଇଜି, ଯେ ଏଟାକୁ ଜଣେ ପଢିକି କ୍ଲିୟର କରିପାରିବ? କୋଉଟା ତମକୁ ଲାଗିଲା ହଁ କମ୍ଫର୍ଟେବୁଲ, କୋଉଟା ଲାଗିଲା ସବୁଠୁ, ମାନେ କମ୍ପାରିଜନ ସାର୍ ଯଦି କରିବା? ଆକ୍ଚୁଆଲି SSB PGT ଟା ନିହାତି ଭାବରେ କମ୍ଫର୍ଟେବଲ, କାହିଁକି ନା ଆମେ କେବଳ ଗୋଟେ ମାନେ ନିଜର କନସର୍ନ ସବଜେକ୍ଟ ଉପରେ ପ୍ରିପେୟାର କଲେ, କିନ୍ତୁ ହୁଁ, OPSC PGT ଟା ଆମେ ଜାଣିଛେ ତାର ଦିଟା ପେପର ରହିଲା, ଯୋଉଟା କି ଦିଟା ହୁଁ ଜେନେରାଲ ପେପର ଗୋଟେ ରହିଲା, ଇଂଲିଶ ଆଉ ଜେନେରାଲ ନଲେଜ ଉପରେ ଯୋଉଟା ରହିଲା, ଦେନ ଆଉ ଆମର କନସର୍ନ ସବଜେକ୍ଟ ଉପରେ ବି ଦେଖିବାକୁ ପଡିଲା। ତ ତାର ଯେହେତୁ ତାର ମାନେ ନିଜର କନସର୍ନ ସବଜେକ୍ଟ ସହିତ ଅନ୍ୟ ସବଜେକ୍ଟ ଦେଖିବାକୁ ପଡିଲା, ତେଣୁ ହୁଁ ସେଇଟା ଟିକେ ଅଧିକ ଲେବଲ କରିବାକୁ ପଡୁଥିଲା। ଯେହେତୁ ଏଇଟା ଗୋଟେ ସବଜେକ୍ଟ କେବଳ ମାନେ କନସର୍ନ ସବଜେକ୍ଟ ଉପରେ ରହିଲା, ତେଣୁ ଏଇଟା କେବଳ ଟିକେ ମାନେ କମ୍ଫର୍ଟେବଲ ଲାଗିଲା ଆଚ୍ଛା, ପ୍ରିପାରେସନ ତ କରିବା ପାଇଁ। ଆଗାମୀ ଦିନରେ ବି ଯୋଉମାନେ ନେକ୍ସଟ SSB PGT ଯୋଉ ନେକ୍ସଟ ରିକ୍ରୁଟମେଣ୍ଟ ଆସିବାକୁ ଯାଉଛି, ସେ ଆଗାମୀ ଦିନରେ ଯୋଉମାନେ ପ୍ରିପାରେସନ କରିବେ ତାଙ୍କ ପାଇଁ କ'ଣ ତମେ ଟିପ୍ସ ଦବ, କେମିତି ସେମାନେ ପଢିଲେ ଯେ ଆଗାମୀ ଦିନରେ କ୍ଲିୟର କରିପାରିବେ, ଫାଷ୍ଟ ଆଟେମ୍ପ୍ଟରେ କ୍ଲିୟର କରିପାରିବେ? ଯୋଉମାନେ ଏବେ ଏଥର ବି ବହୁତ ପିଲା PG କମ୍ପ୍ଲିଟ କରିବେ, BEd କମ୍ପ୍ଲିଟ କରିବେ, କାହାର PG ଅଲରେଡି ସରି ଯାଇଛି, BEd ସରିନି, ସେ BEd କମ୍ପ୍ଲିଟ କରିବେ, ତ ନେକ୍ସଟ ରିକ୍ରୁଟମେଣ୍ଟ ଯୋଉ ଡିସେମ୍ବର ଜାନୁଆରୀ ଭିତରେ ଆସିବ, ତାଙ୍କ ପାଇଁ କ'ଣ ତମେ ଟିପ୍ସ ଦବ? ହଁ ଏମିତି ପଢ, ଏଇଟା ଏଇଟା ଫଲୋ କର, କ'ଣ ଟିପ୍ସ ଦବ? ସାର୍ ଅନେଷ୍ଟଲି କହିବାକୁ ଗଲେ ନିଜକୁ ବି ମୁଁ ଧନ୍ୟ ମନେ କରୁଛି, କାହିଁକି ନା ମୁଁ ମୋର PG ଟା ମୁଁ ଡିଷ୍ଟାନ୍ସ ମୋଡରେ କରୁଥିଲି, ଯୋଉଟା କି ଆମେ ଡିଷ୍ଟାନ୍ସ ମୋଡରେ କଲା ବେଳକୁ ସବୁ କିଛି ବିଷୟକୁ ଆମେ ଭଲ ଭାବରେ ଜାଣିପାରିବାନି, କିନ୍ତୁ ଏବେ ଜାଣିପାରିବେ ଯୋଉମାନେ PG ହଁ କମ୍ପ୍ଲିଟ କରିକି ଆସୁଛନ୍ତି ସେମାନେ ରେଗୁଲାର କରିକି ଆସୁଛନ୍ତି, ବହୁତ କିଛି ବିଷୟ ସେମାନେ ଜାଣନ୍ତି, ବହୁତ କିଛି ବିଷୟ ଶିଖନ୍ତି, ଯୋଉଟା କି ପ୍ରିପାରେସନ ହବା ପାଇଁ ବି ତାଙ୍କୁ କଷ୍ଟ ଲାଗେନି। ମୁଁ ଫାଷ୍ଟ 2023 ଦେବା ସମୟରେ ମାନେ ଏମିତି କି ଗୋଟେ କୋଶ୍ଚିନ୍ କୁ ବି ଭଲ ଭାବରେ କଣ ଆନ୍ସର ଦେବି କଣ ମୁଁ ଠିକ ସେ ଜାଣି, ଯଦିଓ ମୁଁ PG ଟା କ୍ଲିୟର କରିଛି ଡିଷ୍ଟାନ୍ସ ମୋଡରେ, କିନ୍ତୁ ବହୁତ କନଫ୍ୟୁଜ ହୁଏ ଗୋଟେ କୋଶ୍ଚିନ୍ ଗୁଡାକ ଦେଖିଲା ବେଳକୁ। ମତେ ସେମିତି ଲାଗେ ଯେମିତି କି ମୁଁ ସିଲାବସ ବାହାରୁ ଆସିଛି, ଏଇଟା କଣ ପଢିନି ଏଇଭଳିଆ ମତେ ଲାଗେ। ତେଣୁ ବର୍ତ୍ତମାନ ଯୋଉମାନେ PG କରିକି ଆସୁଛନ୍ତି ସେମାନେ ରେଗୁଲାର ମୋଡରେ କରିକି ଆସୁଛନ୍ତି, ତାଙ୍କ ପାଇଁ କିଛି କଷ୍ଟ ହବନି। ଆଉ ହୁଁ ବିଶେଷ କରିକି ଯୋଉମାନେ ବି କୌଣସି ଇନ ସର୍ଭିସ ରେ ନାହାନ୍ତି, ତାଙ୍କ ପାଇଁ ଦେଖିବାକୁ ଗଲେ ବହୁତ ସମୟ ଅଛି ତାଙ୍କ ହାତରେ, ମାନେ ଅ ଯଥେଷ୍ଟ ସମୟ ଅଛି। ସେମାନେ ନିଜର ଗୋଟେ ଟାଇମ ଟେବୁଲ ବନେଇ ପାରିବେ, କୋଉ ସମୟରେ କୋଉଟା ପଢିବେ, କେତେବେଳେ ପ୍ରାକ୍ଟିସ କରିବେ, କେତେବେଳେ ମକ୍ ଟେଷ୍ଟ ଦେବେ, ସେଟା ନିଜର ଗୋଟେ ପର୍ସନାଲ ସେମାନେ ଗୋଟେ ବନେଇବେ ଟାଇମ ଟେବୁଲ ଟା, ସେ ଟାଇମ ଟେବୁଲ ପ୍ରକାର ସେମାନେ ପ୍ରତ୍ୟେକ ଦିନ ଫଲୋ କରିବେ। ଆଉ ନିହାତି ଭାବରେ ବିଭିନ୍ନ, ମୁଁ କହୁନି ଯେ କେବଳ ବିରେନ୍ସ ଏକାଡେମୀ କି ଅନ୍ୟାନ୍ୟ କଣ ଚ୍ୟାନେଲ ବୋଲିକି, ସେମାନେ ସର୍ଚ୍ଚ କରନ୍ତୁ ଯୋଉଟା କି ତାଙ୍କ ପାଇଁ କମ୍ଫର୍ଟେବଲ ଲାଗିବ। ଆଉ ବିଶେଷ କରିକି ତ ମୁଁ ରେକମେଣ୍ଡ କରେ ନିହାତି ଭାବରେ ଯେତିକି ସୋର୍ସ ଆମେ ବିରେନ୍ସ ଏକାଡେମୀରେ ପାଉଛେ, ମେ ବି ଅନ୍ୟାନ୍ୟ ଚ୍ୟାନେଲରେ ପାଇ ନପାରୁ, ତେଣୁ ସେମାନେ ଗୋଟେ ଷ୍ଟ୍ରାଟେଜି ବନେଇବାକୁ ପଡିବ ଯେ ଯେହେତୁ ଆଗକୁ ଏବେ ଜଣେ ଯଦି ସେ ଜଣେ ପୁଅ ପିଲାଟା ହେଇଥିବ, ନିହାତି ଭାବରେ ଜଣେ PG କରୁଛି ବୋଲେ 20+ ମାନେ କଣ ଯେ 22 ଏମିତି ବୟସ ହେଇଯିବ, ତ ଭବିଷ୍ୟତରେ ଆସ୍ତେ ଆସ୍ତେ ମାନେ ବୟସଟା ଯେହେତୁ ବଢୁଛି, ବର୍ତ୍ତମାନ ପିଲା ସଂଖ୍ୟା ପ୍ରତ୍ୟେକ ବର୍ଷ ବଢୁଛନ୍ତି, ସେ ଅନୁସାରେ କମ୍ପିଟିସନ ବି ବଢୁଛି। ତ ତାକୁ ଧରିକି ଯଦି ଭବିଷ୍ୟତରେ ମତେ କିଛି ହବାକୁ ମାନେ ଜଣେ ବ୍ୟକ୍ତି ବା ସଫଳ ହବାକୁ ଅଛି, ବା ଗୋଟେ କୌଣସି ଜାଗାରେ କାମ କରିବାର ଅଛି, ବା କୌଣସି ଗୋଟେ ଜବ ପାଇବାର ଅଛି, ନିଶ୍ଚିତ ଭାବରେ ମୁଁ ଯେମିତି ଗୋଟେ ଇନ୍ସପାୟାର ଟା ପାଇଲି, ନିଶ୍ଚିତ ଭାବରେ ଅନ୍ୟମାନଙ୍କୁ ଦେଖିକି ଅନ୍ୟ ଯୋଉମାନେ ବି PG ପାଇଛନ୍ତି ବା ଯେକୌଣସି ଗୋଟେ ପୋଷ୍ଟ ପାଇଛନ୍ତି, ସେଇଟା ଆମ ମନରେ ଗୋଟେ ରଖିବା ପଡିବ ଯେ ନାଇଁ ମତେ ବି ହବାକୁ ଅଛି। କାହିଁକି ନା ବେଳେ ବେଳେ ଆମେ ପଢିବା ସମୟରେ ବି ଟିକେ ବେଳେ ବେଳେ ଡିମୋଟିଭେଟ ଲାଗେ, ହଁ ପଢିବା ଦେଖିବା ଏମିତି ସବୁବେଳେ ମନୋଭାବ ଆସେ, କିନ୍ତୁ ଯେତେବେଳେ ବି ମତେ ସେଇଭଳିଆ ଭାବନା ଆସେ, ମୁଁ ସେଇ ଗୋଟେ କଥା ମନେ ପକାଏ, ଆରେ ମୋର ଜୁନିୟର ଟା ସିଏ OPSC PGT ପାଇଲା, ମୁଁ କାହିଁକି ପାଇବି ନାହିଁ, ସେ ଭାବନାକୁ ଆଉ ଥରେ ମୁଁ ମନେ ପକେଇଦିଏ, ଯୋଉଟା କି ମତେ ପଢିବା ପାଇଁ ଆଗ୍ରହ ପ୍ରକାଶ ଆସେ। ତେଣୁ ଯୋଉମାନେ ବି
ମାନେ କୌଣସି ଏନ୍ ସର୍ଭିସ ରେ ନାହାନ୍ତି ସେମାନଙ୍କ ପାଇଁ ଭଲ ଭାବରେ ସେମାନେ ପ୍ରସ୍ତୁତ ହୁଅନ୍ତୁ। ଯେକୌଣସି ଗୋଟେ କ୍ଲାସ ରେ ନିଶ୍ଚିତ ଭାବରେ ଜଏନ ହେବାକୁ ପଡିବ। ଯଦି ଜଏନ ହେଲେ ଅବଶ୍ୟ ହେଇପାରେ ବହି ପତ୍ର ଆମକୁ ଗୁଡାଏ ମିଳିବ, କିନ୍ତୁ ସେଥିରେ ଆମେ କେବେ ହେଲେ ସେତିକି ପ୍ରିପେୟାର ହେଇକି ହେଇପାରିବାନି ବୋଲି ମୁଁ ଫିଲ୍ କରୁଛି। ଅବଶ୍ୟ ତାର ପ୍ରିପାରେସନ କେମିତି ମୁଁ ସେଇଟା ମୁଁ କହିପାରିବିନି, କିନ୍ତୁ ଗୋଟେ ଅଫଲାଇନ କ୍ଲାସ ହଉ କି ଅନଲାଇନ କ୍ଲାସ ହଉ କି ଯେତେବେଳେ ବି ଜଏନ ହଉଛେ ନିଶ୍ଚିତ ଭାବେ ମନର ଭୟ ଥିବ, ନାଇଁ ମୁଁ କେମିତି ସେ ସାରଙ୍କ ଅଣ୍ଡରରେ ମୁଁ ଯେହେତୁ ପଢୁଛି, ସେ ପଢଉଛନ୍ତି, ତାଙ୍କର ବି ଆଶା ଥିବ ଏ ପିଲାମାନେ ସବୁ ଯାକ କୃତ କାର୍ଯ୍ୟ ହେବେ, ସକ୍ସେସ ହେବେ। ତେଣୁ ସେ ଭାବନା ଟା ଗୋଟେ ରହିବ, ତେଣୁ ସେ ଜିଲ୍ ଟା ବି ରହିବ ପଢିବା ପାଇଁ ବୋଲିକି। ଆଉ ଯୋଉମାନେ ବି ଇନ୍ ସର୍ଭିସ ଅଛନ୍ତି ସେମାନଙ୍କୁ ମୋର ଗୋଟେ ସଜେସନ ବା ମୋର ଗୋଟେ କଣ କହିବି, ମୋର ଗୋଟେ ବିଷୟ ହେଇପାରେ ବା ସେମାନଙ୍କ ପାଇଁ ଉପଦେଶ ହେଇପାରେ ଯେ ଆମେ ଯେତେ କାର୍ଯ୍ୟ ବ୍ୟସ୍ତତା ଥିଲେ ମଧ୍ୟ ଯଦି ଆମର ଗୋଟେ ମୋଟିଭ ଅଛି, ଯଦି ଆମର ଗୋଟେ ମତ ଅଛି, ଯଦି ଆମର ଉଦ୍ଦେଶ୍ୟ ଅଛି, ନିଶ୍ଚିତ ଭାବରେ ଯେତେ ବିଜି ସେଡ୍ୟୁଲ୍ଡ ଥିଲେ ମଧ୍ୟ, ଯେତେ କାର୍ଯ୍ୟ ବ୍ୟସ୍ତତା ଥିଲେ ମଧ୍ୟ ଆମେ ନିଶ୍ଚିତ ଭାବରେ ଯେକୌଣସି ବିଷୟକୁ ଆମେ କ୍ରାକ୍ କରିପାରିବା, ଯେକୌଣସି ଏକ୍ଜାମ କରିପାରିବା। ତେଣୁ ମୁଁ ମୋର ପ୍ରିପାରେସନ ବିଷୟ ତ ମୁଁ କହିଲି, ତେଣୁ ସେମାନେ ବି ଯଦି ଇଚ୍ଛା ଶକ୍ତି ଅଛି, ସେମାନେ ବି ଯଦି କରିବା ପାଇଁ ସେଇଭଳିଆ ମନୋବଳ ଅଛି ତାଙ୍କର, ନିଶ୍ଚିତ ଭାବରେ ସେମାନେ କରିପାରିବେ। Okay, thank you, Lakman, for giving your time. Okay, thank you. Wish you all the best for the future and OPSC PGT English result. Okay, thank you. Okay, thank you very Thank you. much. Thank you.